ଚାଷ ମାନେ କେବଳ ଧାନ ଚାଷ ନୁହେଁ, ଆପଣମାନେ ଏଗ୍ରିକଲଚରରେ ମଧ୍ୟ ଷ୍ଟାର୍ଟଅପ୍ କରିକିନା ମିଲିୟନିୟର ହେଇପାରିବେ। ତ ଏଇଭଳି ଏଗ୍ରିକଲଚରର କିଛି ଷ୍ଟାର୍ଟଅପ୍ ଆଇଡ଼ିଆ ଚାଲନ୍ତୁ ଦେଖିବା। ଆଇଡ଼ିଆ ନମ୍ବର 1, ମସରୁମ୍ ଷ୍ଟାର୍ଟଅପ୍। ଆପଣ ଗୋଟେ ଘରୁ ବି ମସରୁମ୍ ଫାର୍ମିଂ କରିପାରିବେ। ଏଥିରେ ବହୁତ ହି ଲୋ ଇନଭେଷ୍ଟମେଣ୍ଟ ଥାଏ, ହାଇ ପ୍ରଫିଟ୍ ଥାଏ। ଆଉ ହୋଟେଲ ରେଷ୍ଟୁରାଣ୍ଟରେ ଏହାର ଡିମାଣ୍ଡ ବହୁତ ହି ବେଶୀ। ଇଭେନ୍ ଆପଣମାନେ ଅନଲାଇନ୍ ଅର୍ଡର ବି ଆଜିକାଲି ନେଇପାରିବେ। ଆଇଡ଼ିଆ ନମ୍ବର 2, ଅର୍ଗାନିକ ଭେଜିଟେବଲ ବ୍ରାଣ୍ଡ। ଆପଣମାନଙ୍କ ଗାଁରେ ତ ବିକ୍ରି କରୁଛନ୍ତି, କିନ୍ତୁ କମ୍ପିଟିସନ ଯଦି ଅଛି ତାହେଲେ ଆପଣ ସିଧା ସହରକୁ ଆପଣଙ୍କ ନିଜ ବ୍ରାଣ୍ଡ ନେମ୍ରେ ବିକ୍ରି କରନ୍ତୁ। ଗୋଟେ ଛୋଟ ପ୍ୟାକେଟ ବନେଇ ଦିଅନ୍ତୁ, ପ୍ୟାକେଜିଂ କରିନିଅନ୍ତୁ, ଗୋଟେ ଲୋଗୋ ରଖିଦିଅନ୍ତୁ। ଆଉ ଇଭେନ୍ ହ୍ୱାଟ୍ସଆପ୍ରେ ଅର୍ଡର ନେବା ବି ଷ୍ଟାର୍ଟ କରିପାରନ୍ତି। ଆଉ ପ୍ରଫିଟ୍ ଆପଣମାନେ ଡବଲ ପାଇପାରିବେ। ଆଇଡ଼ିଆ ନମ୍ବର 3, ଫିsh, ମାଛ ଆଉ ଚିଙ୍ଗୁଡ଼ିର ଯେଉଁ ସିଡ୍ ସପ୍ଲାଏ କରିବା। ସବୁବେଳେ ବହୁତ ଲୋକ ତ ମାଛ ଚାଷ କରୁଛନ୍ତି, କିନ୍ତୁ ସିଡ୍ ତାର ଯେଉଁ ସିଡ୍ ଆସେ ତାର ସପ୍ଲାଏର ବହୁତ ହି କମ୍ ଅଛନ୍ତି। ତ ଡିମାଣ୍ଡ କିନ୍ତୁ ପୁରା ବର୍ଷ ସାରା ଲାଗି ରହେ। ତେଣୁ ଇନକମ୍ ବି ଆପଣମାନଙ୍କର ନନଷ୍ଟପ୍ ଆସିବ। ଆଇଡ଼ିଆ ନମ୍ବର 4 ହେଲା କେମିକାଲ ଫର୍ଟିଲାଇଜର ବିକ୍ରି କରିବା। ତ ଆକ୍ଚୁଆଲି ଆଜିକା ଡେଟ୍ରେ ବର୍ମି କମ୍ପୋଷ୍ଟ ବା ବାୟୋ ଫର୍ଟିଲାଇଜରର ଦର ବହୁତ ହି ବଢ଼ି ଚାଲିଛି। ତେଣୁ ଅର୍ଗାନିକ କମ୍ପୋଷ୍ଟର ଷ୍ଟାର୍ଟଅପ୍ କରିକିନା ବି ଆପଣମାନେ ଏଥିରେ ବହୁତ ସାରା ପ୍ରଫିଟ୍ କମେଇ ପାରିବେ। ଆଉ ଯେଉଁମାନେ ଫାର୍ମର୍ସ ଅଛନ୍ତି ସେମାନେ ଆପଣମାନଙ୍କର ରିପିଟେଡ୍ କଷ୍ଟମର ବି ହେଇପାରିବେ। ତ ଡିଗ୍ରୀ ଥିଲେ ଷ୍ଟାର୍ଟଅପ୍, ଡିଗ୍ରୀ ନଥିଲେ ମଧ୍ୟ ଆପଣମାନେ ଷ୍ଟାର୍ଟଅପ୍ କରିପାରିବେ। ଆଇଡ଼ିଆ ପ୍ଲସ୍ ଆକ୍ସନ୍ ଯଦି ଆପଣ ମିଶାଇ ଦେବେ ତାହେଲେ ଲାଭ ହିଁ ଲାଭ ହେବ। କେଉଁ ଆଇଡ଼ିଆ ଆପଣମାନଙ୍କର ପସନ୍ଦ ଆସିଲା କମେଣ୍ଟରେ ନମ୍ବର ଲେଖନ୍ତୁ, ଜଣାନ୍ତୁ। ନେକ୍ସଟ ଭିଡ଼ିଓରେ ଇନଭେଷ୍ଟମେଣ୍ଟ ଏବଂ ପ୍ରଫିଟ୍ ଡିଟେଲ୍ସ ଉପରେ ଯଦି ଜାଣିବାକୁ ଚାହୁଁଛନ୍ତି ମୁଁ ନେଇ ଆସିବି। ଏଭଳି ଫାଇନାନ୍ସିଆଲ ହ୍ୟାକ୍ସ ପାଇଁ ମୋ ଚ୍ୟାନେଲ ରୂପରେ ସବସ୍କ୍ରାଇବ୍ କରନ୍ତୁ। ରହୁଛି, ଜୟ ଜଗନ୍ନାଥ।